ଏମିତିକା ଗଛ କେବେ ଦେଖିଛୁ ମନ, ଅସ୍ଥାୟୀ ହେଲେ ବି ଚିରସ୍ଥାୟୀ ଜୀବନ। ତଳକୁ ତା ଡାଳ ପତ୍ର ଉପରେ ମୂଳ, ତଳକୁ ତା ଡାଳ ପତ୍ର ଉପରେ ମୂଳ, ମୂଳରୁ ଜଗତ ସାରା ଖେଳେ ଓହଳ। ଶବ୍ଦ ସ୍ପର୍ଶ ରୂପ ରସ ଗନ୍ଧ ଲବଣ, କାମନା ଚେରରେ ସଦା କରେ ଗ୍ରହଣ। ପଞ୍ଚଗୋଟି ଗଣ୍ଠି ଯୋଗେ ସେ ଗଛ ଟାଣ, ଅସ୍ଥାୟୀ ହେଲେ ବି ଚିରସ୍ଥାୟୀ ଜୀବନ। ଏମିତିକା ଗଛ କେବେ ଦେଖିଛୁ ମନ, ଅସ୍ଥାୟୀ ହେଲେ ବି ଚିରସ୍ଥାୟୀ ଜୀବନ। ଏମିତିକା ଗଛ କେବେ ଦେଖିଛୁ ମନ, ଅସ୍ଥାୟୀ ହେଲେ ବି ଚିରସ୍ଥାୟୀ ଜୀବନ। ସିଏ ଗଛଟା ଅସ୍ଥାୟୀ, ତା ଜୀବନଟା ଚିରସ୍ଥାୟୀ। ମଣିଷଟା ହେଲା ଗୋଟେ ଓଲଟ ବୃକ୍ଷ, ତା ମାନେ ଏ ଶରୀରଟା ଅସ୍ଥାୟୀ ନା ନାହିଁ, କିନ୍ତୁ ଆତ୍ମାଟା ଚିରସ୍ଥାୟୀ, ତା ଜୀବନ ହେଲା ଅସ୍ଥାୟୀ ହେଲେ ବି ଚିରସ୍ଥାୟୀ ଜୀବନ। ଏମିତିକା ଗଛ ସେଟା। ଆଉ କ'ଣ, ତଳକୁ ତା ଡାଳ ପତ୍ର ଉପରେ ମୂଳ। କେମିତି ଦେଖିବା, କେମିତି ମୂଳଟା କେମିତି ଉପରେ, ତଳକୁ କେମିତି ଡାଳ ପତ୍ର ବୁଝାନି ମୋତେ। ତଳକୁ କେମିତି ଡାଳ ପତ୍ର ହେଲା? ଯେ ମଣିଷଟା ଯେଉଁ ଛିଡ଼ା ହେଇଛି, ଗୋଟେ ମଣିଷକୁ ତୁମେ ପୋତି ଦିଅ, ବେକ ପାଖରୁ ଦିକରେ ତଳକୁ ପୋତି ଦିଅ, ଗୋଡ଼ ଚାରିଟାକୁ ରଖିଦିଅ, କ'ଣ ହେବ? ଯେ ଯେଉଁ ଡାଳ ପତ୍ର ରହିଗଲା, ଓଲଟ ବୃକ୍ଷ ତ ଏଟା, ତାକୁ ଯଦି ଓଲଟେଇକି ପୋତି ଦେବା, ଦେଖିଲା ହାତ ଗୋଡ଼ ଉପରକୁ ରହିଲା, ଇଏ ହେଲା ଡାଳ ପତ୍ର, ହେଲା କି? ଚାରି ଠାକୁର କହିଲେ କ'ଣ ନା, ଚାରି ଡାଳ ବିଂଶ ଶାଖା। ଆଉ ଚାରିଟା ଡାଳ ହେଲା ନାଇଁ, ହାତ ଦୁଇଟା ଗୋଡ଼ ଦୁଇଟା ଚାରିଟା, ଆଉ ଶାଖା ହେଲା ବିଂଶ ହେଲେ 20ଟା ଆଙ୍ଗୁଳି। କ'ଣ ବୁଝିପାରୁଛି? ଏଟା ଯଦି ଡାଳ ପତ୍ର ସବୁ ହେଇଗଲା, ତଳକୁ ତା ଡାଳ ପତ୍ର ଉପରେ ମୂଳ, ମୂଳରୁ ଜଗତ ସାରା ଖେଳେ ଓହଳ। ମୂଳରୁ ଆମ ଯେଉଁ ବର ଗଛ ସବୁ, ସେ ଓହଳଟା କେଉଁଠୁ ଖେଳେ? ଡାଳରୁ। ଓହଳଟା ଡାଳରୁ ଖେଳେ, କିନ୍ତୁ ୟାର ମୂଳରୁ ଯାଉଛି ତଳକୁ ଆସୁଛି ଓହଳ। ଆଚ୍ଛା, ଯେଉଁ ଓହଳଟା ଆସିଲା ମୂଳରୁ କେଉଁଠୁ ନା, ତାର ସେଠି ଚେର ଅଛି। ତ ଚେର କିଏ ସେ ନା, ଚେର ହେଉଛି କାମନା ବାସନା। କେତେ କାମନା? ଜଣେ ଲୋକ ପଚାରିବୁ ତୋର କାମନାଟା କେତେ, ସେ କହିବୁ ତୁ ଭାବିବୁ ଯେତେ। କାହିଁକିନା କାମନା ମଣିଷର କେତେ କହିପାରିବେନି। ଅସୀମ ବିଷୟ କଳ୍ପନା ଅନ୍ତ ପର୍ଯ୍ୟନ୍ତ ଚିନ୍ତି କାମ ଉପଭୋଗ ପରମ କରେ ନିଶ୍ଚିନ୍ତ ମତି କରେ। ତେଣୁ ଅସୀମ ବିଷୟ କଳ୍ପନା। ଆଉ କ'ଣ ନା, ଶବ୍ଦ ସ୍ପର୍ଶ ରୂପ ରସ ଗନ୍ଧ, ଇଏ ହେଉଛି ଖଣିଜ ଲବଣ। ବୁଝିପାରୁଛ ନା? କେମିତି ନା, ଶବ୍ଦ ଖଣିଜ ଲବଣକୁ କାନ ଚେରରେ ଟାଣୁଛି, ସ୍ପର୍ଶ ଖଣିଜ ଲବଣକୁ ଚର୍ମ ଚେରରେ ଟାଣୁଛି, ରୂପ ଖଣିଜ ଲବଣକୁ ଚକ୍ଷୁ ଚେରରେ ଟାଣୁଛି, ଗନ୍ଧ ଖଣିଜ ଲବଣକୁ ନାସା ଚେରରେ ଟାଣୁଛି, ରସ ଖଣିଜ ଲବଣକୁ ଜିହ୍ୱା ଚେରରେ ଟାଣୁଛି। ଶବ୍ଦ ସ୍ପର୍ଶ ରୂପ ରସ ଗନ୍ଧ ଲବଣ, ଏଗୁଡ଼ା ସବୁ ଖଣିଜ ଲବଣ। ଖଣିଜ ଲବଣ ଗଛ ଟାଣେ କାହିଁକି ନା, ସେ ଖଣିଜ ଲବଣ ଟାଣିକିରି ଗଛଟା ବୃଦ୍ଧିପ୍ରାପ୍ତ ହୁଏ। ଗଛଟା ଖଣିଜ ଲବଣ ଟାଣି ବଢ଼େ, ସବୁ କରେ। ଏଠି ବର୍ତ୍ତମାନ ଇଏ ଯେଉଁ ଖଣିଜ ଲବଣ ଟାଣିଲା, ଏଇଠି ଗଛ କିନ୍ତୁ ମନ କ'ଣ କରେ ନା, ବୁଦ୍ଧିପ୍ରାପ୍ତ ହେଉଛି, ଚେର ପ୍ରାପ୍ତ ହେଉଛି। ଆଉ ଆମେ ବି ବୁଦ୍ଧିପ୍ରାପ୍ତ ହେଉଛନ୍ତି, କାହିଁକିନା ରସ ଟାଣିକିରି ମଣିଷ କ'ଣ ଖାଇକି ବଞ୍ଚୁ ନାହିଁ? ଶବ୍ଦ ସ୍ପର୍ଶ ରୂପ ରସ ଗନ୍ଧ। ହଉ, ତୁମେ ବୁଦ୍ଧିପ୍ରାପ୍ତ ହେଉଛ, ହେଲା କି? କାମନା ଚେରରେ କରୁଥାଏ ଗ୍ରହଣ। ଆଉ କ'ଣ, ପଞ୍ଚଗୋଟି ଗଣ୍ଠି ଯୋଗେ ସେ ଗଛ ଟାଣ। 5ଟା ଗଣ୍ଠିରେ ସେ ଗଛଟା ଟାଣ। 5ଟା ଗଣ୍ଠି କିଏ ସେ ନା, ଗୋଟେ ହେଉଛି କିଏ ସେ? ପୃଥିବୀ, ଗୋଟେ ଜଳ, ଗୋଟେ ଅଗ୍ନି, ଗୋଟେ ବାୟୁ, ଗୋଟେ ଆକାଶ। এই 5ଟା ହେଲା ଗଣ୍ଠି। এই 5ଟା ହେଲା ତାର ପ୍ରକୃତ ଜିନିଷ। ଏଇ ପଞ୍ଚଭୂତ ଦ୍ୱାରା ଏ ଗଛଟା ଟାଣ ହେଉଛି, କ'ଣ ନା? ତେଣୁ ଏମିତିକା ଗଛ କେବେ ଦେଖିଛୁ ମନ, ଅସ୍ଥାୟୀ ହେଲେ ବି ଚିରସ୍ଥାୟୀ ଜୀବନ। କମଲି ଦୁଇଟି ଚଢ଼େଇ ଆସି ବସା କରନ୍ତି, ଅଣଚାଷ ପବନରେ ଦୋହଲୁଥାନ୍ତି।
ଦୁଇଟି ଚଢ଼େଇ ଆସି ବସା କରନ୍ତି ଅଣଚାଷ ପବନରେ ଦୋଲୁଥାନ୍ତି। କେହି ନ ଦେଖଇ କେବେ କାହାର ବେଶ ଦେଖା ଦେଖି ହେଲେ ଗଛ ହେବ ପାଉଁଶ। କେହି ନ ଦେଖଇ କେବେ କାହାର ବେଶ ଦେଖା ଦେଖି ହେଲେ ଗଛ ହେବ ପାଉଁଶ। ବୋଲେ ବିଶ୍ୱମ୍ବର ତାଙ୍କୁ ଚିହ୍ନରେ ଧନ ଅସ୍ଥାୟୀ ହେଲେ ବି ଚିରସ୍ଥାୟୀ ଜୀବନ। ଚଢ଼େଇ କ'ଣ କରେ ନା ଚଢ଼େଇର ଗଛ ସାଙ୍ଗରେ କିଛି ସମ୍ପର୍କ ନାହିଁ। ସେ ବାହାରୁ ଉଡ଼ିକି ଆସିଲା ଗଛରେ ବସିଲା, ଗଛ ତାର ଟାଣିକି ତାର ଗଛ ବଢ଼ୁଛି ମାଟିରୁ, କିନ୍ତୁ ଚଢ଼େଇର ଗଛ ସାଙ୍ଗରେ ସମ୍ପର୍କ ନାହିଁ। କିନ୍ତୁ ଅଛି କ'ଣ ସମ୍ପର୍କ ନାହିଁ ଅଛି ନା ଚଢ଼େଇ ଆସିବ ସେଠି ରହିବ, ବସା କରିବ, ଡିମ୍ବ ଦେବ ଇତ୍ୟାଦି ତା କାମ ସେ ସେଠି ସାଧନା କରିବ ନା। ଆଉ ସେଇ ଯେଉଁ ଦୁଇଟା ଚଢ଼େଇ ଆସିକି ପହଞ୍ଚିଲେ, ଇଏ ଚଢ଼େଇ ଦୁଇଟା ଇଏ ସାଧାରଣ ଚଢ଼େଇ ନୁହନ୍ତି। କାହିଁକିନା ଚଢ଼େଇ କ'ଣ ହୁଏ ନା ପୁଙ୍ଗ ଚଢ଼େଇ ମାଇ ଚଢ଼େଇ ଇଏ ଦୁଇଟା ପରସ୍ପର ମିଶନ୍ତି, ଇଏ ମିଶି ପାରନ୍ତି ନାହିଁ। କେହି ନ ଦେଖଇ କେବେ କାହାର ବେଶ। କାହିଁକି ନା ସିଏ ଗୋଟେ ଦିଗକୁ ମୁଖ ଅଛି, ଇଏ ଗୋଟେ ଦିଗକୁ ମୁଖ। ପିଲାମାନେ କହନ୍ତି ନାହିଁ ନା ଦୁଇଟା ଘୋଡ଼ା, ଜଣେ ପୂର୍ବକୁ ମୁହଁ କଲା ଜଣେ ପଶ୍ଚିମକୁ ମୁହଁ କଲା, ମଝିରେ ଘାସ ପଇଲା, ଖାଇବେ ନା ଖାଇବେ ନା ଖାଇବେ ନା? ଇରେ ପୂର୍ବକୁ ମୁହଁ କଲା ଜଣେ ପଶ୍ଚିମକୁ ମୁହଁ କଲା ଜଣେ, ଖାଦ୍ୟ ନାଇଁ ତାଙ୍କ ପଇଲା ଖାଦ୍ୟଟା କେଉଁଠି? ଦୁଇ ଜଣଙ୍କ ମଝିରେ ପଇଲା। ନାଙ୍ଗଡ଼ରେ କେମିତି ପଡ଼ିବ? ମୁହଁରେ ପଡ଼ିବ ନା। ତମେ ଦେଖ ମୁହଁରେ ପଡ଼ିବନି। ନାଇଁ ଡାହାଣ ପଟ ଚଢ଼େଇଟା ପୂର୍ବକୁ ମୁହଁ କଲା, ବାଁ ପଟ ଚଢ଼େଇଟା ପଶ୍ଚିମ ମୁହଁ କଲା, ତାଙ୍କୁ ମୁହଁ ପଡ଼ିଲା ନା। କିନ୍ତୁ ଆମେ ବୁଝୁଛନ୍ତି ଓଲଟା କ'ଣ ନା ପୂର୍ବ ଇଆଡ଼େ ପଶ୍ଚିମ ଇଆଡ଼େ ତାଙ୍କ ନାଙ୍ଗଡ଼ ପଟରେ ବୋଧେ ଖାଦ୍ୟ ପଇଲା। କାମଲି ଇଏ ସେମିତି କେହି ନ ଦେଖଇ କେବେ କାହାର ଦୋଷ। କିଏ କାହା ବେଶକୁ ଦେଖନ୍ତି ନାହିଁ, କିନ୍ତୁ ସିଏ କ'ଣ ଜଣେ ଇଆଡ଼କୁ ଜଣେ ସିଆଡ଼କୁ ତାକୁ ଉଲଟେଇ ଦେଲା ବେଳକୁ ଦେଖିଲା ଦୁଇ ଜଣଙ୍କ ମୁହଁ ହେଉଛି ଏକା, ହେଲା କି? ତେଣୁ କିଏ ସେ ନା ଦୁଇଟା ଚଢ଼େଇ, ଗୋଟେ ପରମାତ୍ମା ଗୋଟେ ହେଉଛି ଜୀବାତ୍ମା। ତାକୁ ଯଦି ଆମେ ବୁଝିବା ପବନରେ ବୁଝିବା, ପରମାତ୍ମା ହେଲେ ପ୍ରାଣବାୟୁ, ଜୀବାତ୍ମା ହେଲେ ଅପାନ ବାୟୁ। ଆମର ଯେଉଁ ନାଭି ଚକ୍ର ରହିଲା ସମାନ ବାୟୁ, ଏ ନାଭି ଚକ୍ରରେ କ'ଣ ହୁଏ ନା ଏଠି ପବନର ଖେଳ ହୁଏ। କ'ଣ ପବନର ଖେଳ ହୁଏ ନା ଯେତେବେଳେ ନାଭିରୁ ପବନ ତ୍ରିକୁଟକୁ ଯାଏ, ହେଲା କି ମୂଳାଧାରରୁ ପବନ ଆସିକି ନାଭିରେ ପହଞ୍ଚେ, ତ୍ରିକୁଟରୁ ପବନ ଯେତେବେଳେ ନାଭିକି ଆସେ, ବୁଝିଲେ କି ନାଭିରୁ ପବନ ପଳେଇଯାଏ ମୂଳାଧାରକୁ, କିଏ କାହା ସାଙ୍ଗରେ ମିଶି ପାରନ୍ତିନି। କେମିତି ମିଶିଲେ? ଇଏ ଯେତେବେଳେ ପ୍ରାଣବାୟୁଟା ଯେତେବେଳେ ହୃଦୟରୁ ତ୍ରିକୁଟକୁ ଗଲା, ହେଲା କି ଅପାନ ବାୟୁଟା ଆଧାର ଚକ୍ରରୁ ପୁଣି ନାଭିକି ଆସିଲା, ସେ ତଳକୁ ଗଲା, ଇଏ ଉଠିକି ଆସିଲା। ପୁଣି ଯେତେବେଳେ ସିଏ ତ୍ରିକୁଟରୁ ଆସିଲା ହୃଦୟକୁ, ଇଏ ପଳେଇଗଲା କେଉଁଠି ନା ଲିଙ୍ଗ ଚକ୍ରରୁ ପଳେଇଗଲା ମୂଳଧରକୁ। କେହି କାହାକୁ ଦେଖିପାରୁନାହାନ୍ତି। ଇଏ ହେଲା ଗୋଟେ ଫର୍ମୁଲା। ଆଉ କେହି କୁହନ୍ତି କ'ଣ ନା ପ୍ରାଣବାୟୁ ଯେତେବେଳେ ଉପରକୁ ଯାଏ, ନାଭିରୁ ଉପରକୁ ଯାଏ, ଅପାନ ବାୟୁ କ'ଣ କରେ ନା ତଳକୁ ଯାଏ, ଦେଖିପାରନ୍ତି ନାହିଁ। ବୁଝିପାରୁଛି? ପ୍ରାଣବାୟୁ ଯେତେବେଳେ ଉପରୁ ତଳକୁ ଆସେ, ଅପାନ ବାୟୁ କ'ଣ କରେ ନା ତଳକୁ ଉପରକୁ ଆସେ, ଦୁଇ ଜଣ ଏକେ ମିଶନ୍ତି। କ'ଣ ବୁଝିପାରୁଛି? ଏଇ ଯେଉଁ ପବନର ଖେଳ ଇଏ ଚାଲିଛି ଆମ ଦେହ ଭିତରେ ଚାଲିଛି। ତେଣୁ କ'ଣ ହୁଏ ନା ଜୀବାତ୍ମା କେଉଁଠି ରହିଛି, ପରମାତ୍ମା କେଉଁଠି ଅଛି? ଜୀବ ବିହାର ହୃଦ ତଟେ ପରମ ବିହାର ତ୍ରିକୁଟେ, ଜୀବ ବିହାର ହୃଦ ତଟେ ପରମ ବିହାର ତ୍ରିକୁଟେ। ହେଲା, ପରମ ରହିଲା କେଉଁଠି ନା ତ୍ରିକୁଟରେ, ଅର୍ଥାତ୍ ହୃଦୟରୁ ଯାଇକି ସେ ତ୍ରିକୁଟରେ ସ୍ଥିତ ହେଉଛି। ଜୀବ କ'ଣ ହେଉଛି ନା ବାହାର ପବନଟା ବାହାରୁ ଆସିକିରି ସେ ହୃଦୟରେ ରହୁଛି, ହେଲା କି? ଦିନାକେଟେ ମୁଁ ରିସର୍ଚ୍ଚ କଲି, ସିଏ କ'ଣ ଠାକୁର କହିଲେ ନା ଏଇଟା ଅପାନ ବାୟୁ, ଏଇଟା ହେଲା ପ୍ରାଣବାୟୁ। ଅପାନ ବାୟୁ କ'ଣ? ପ୍ରାଣବାୟୁ କ'ଣ? ଅପାନ ମାନେ ନ ପ୍ରାଣ, ଯେଉଁ ପବନରେ ପ୍ରାଣ ନାହିଁ ତାକୁ ଆମେ କହିବା ଅପାନ ବାୟୁ। କେଉଁ ପବନରେ ପ୍ରାଣ ନାହିଁ? ତମେ ଦେଖ, ବେଳେବେଳେ କୁହନ୍ତି ଶୀତୁଆ ପବନ, ଆଉ କେହି କୁହନ୍ତି ବସନ୍ତ ପବନ, କୁହନ୍ତି ନା ନାହିଁ? ତା ଅର୍ଥ ବସନ୍ତ ଋତୁରେ ଯେଉଁ ପବନଟା ବହିବ ସେଇଟା ବସନ୍ତ ପବନ,
आ शीत बेले जो पवन भव से शीतुआ पवन सेमती जो पवन रे प्राणटा मिशे ताकू कहते प्राण पवन जो पवन रे प्राण न मिशे सेटा अपान पवन मन रख यहाँ हूँ ध्रुव सत्य प्राय मु भावी 99% साधु एक कथा जानती ना बुझिपारे कि किमिति ना प्राण पवन कौन ना हृदय रही प्राण शक्ति जिते फुसफुस पवनटा आसे से हृदय देके आसे से प्राण शक्ति की बहन करके त्रिकुट को आसे बुझिपारे गोटे जगह निआ जलुची तुम किसी पवन छाड़ दियो से पवनटा निआरे बाजिगले से गरम पवन हम नहीं ना किमिति से गरमटा को नहीं गला ठीक से प्राण शक्तिटा को सी कौन करे ना फुसफुस जो पवन बाहर को आसे से हृदय हृदय हूँ स्वरपेटिका कौन करे ना सी प्राण शक्तिटा को बहन करके ऊपर को जाए बुझिपारा किंतु बाहर जो पवन साधारण आम देखुचे शक्ति भक्ति किसी ना चेतन पद किसी ना यहाँ हूँ अपान पवन ये बाहर जाऊँगी भितर को जा पहुँचुची कौच ना भितर जा हृदय हृदय पहुँचुची जो पवन नासा द्वार देके आसिक हृदय पहुँचुची सेटा हूँ अपान पवन जो पवन हृदय जा पुणी त्रिकुट पाखे पहुँचुची से प्राण पवन प्राण अपान ए दुटा खेल चली कौन बुझिपार से अपान किए से ये तो शुण जिते पवन बाहर आसे कौटी की नाभिक आसे नाभि पुणी पलि जाए कौटी ना आधार चक्र को से स्थिर हो तार स्थितिस्थलटा हूँ आधार चक्र आसला हृदय दे कि पहुँचला नाभि पाखे सामान हो गला सामान पुणी तौक पलैला नाभिटा हूँ गोटे जंक्शन जगह पुणी जो पुणी उठे सी तलू आसिक नाभि पाखे रहीगला ना पुणी से प्राणवायु धीरे मिसी जाए प्राण हृदय अच्छे ना प्राण धार मिसिक ऊपर को उठी जाए ऊपर उठी प्राणवायु परिणत हम नाभि तलू को गले अपान वायु परिणत हम से अपान वायुटा क्या कहते ना जी प्राण ना सी अपान वायु तीन टा कही सारे दीटा कौटी मुझे तीन टा कही सारे ना बास मो कथा टे शुणी सार आउ दीटा वायु कथा कहबू बर्तमान तुमर जो वायु रे तुमर प्राण नाही सेटा अपान अच्छा समान किए से ना प्राण अपान मिसिकी ताकू कहला समान कहवा प्राण अपान माने न जड़ न चेतन कि सजड़ सचेतन जड़ चेतनर मिश्रण स्थल जोटा को ताकू कहवा आम समान वायु बुझिपार कि आउ गोटे बार उदान वायु कंठरे समान वायु स्थान नाभि उदान वायु स्थान है कंठ कंठ चक्र उदान रही बुझिपार कंठ पाखे जो पवन ताने प्राणवायुटा जिते हृदय आसे से उदान वायु और ब्यान वायु सागर मिसिकी जाए त्रिकुटे पहुँचे ये दुटा वायु सागर मिसिकी है कि कौ दौर उदान वायुटा रहा कंठरे ब्यान वायु रहा कौटी तुम त्रिकुटे ललना चक्र ब्यान वायुटा ललना चक्र ललना चक्र जो वायुटा रहा ब्यान सर्व शरीरेण सबु शरीर जो पवनटा अच्छी तार केन्द्र स्थल हूँ ललना चक्र मिल कि आ उदान वायु जहाँ को जो नाम दिखाऊँगी से उदान वायुर केन्द्र स्थल हूँ कंठ चक्र प्राण अपान समान उदान एवं ब्यान ये पांचटा वायु रही ये पांचटा वायु खेल चली पंच वायु पंचभूत नहीं खेल चली ताने है कौन जे यही जो पांच प्रकार वायु तुम देह भितर रही ये पांच प्रकार काम करती वायु चक्र कथा कहूँ स्नायु चक्र कौन हुए ना मुझे मेरुदंड भितर स्नायु गुड़ाक रही अच्छा स्नायु हूँ शक्ति केन्द्र जो जगह शक्ति प्रकाश हम आमर जो चित शक्ति ये चित शक्ति कौन हुए ना सी प्रथमे आमर ये आलोक शक्ति की ग्रहण करी देह भितर प्रकाश हुए आलोक कणिकार मिसे मिसिकी कौन हुए ना आमर पंचसखा साधक मैंने कहते जो आधार चक्र पहुँचब चित शक्ति सेतले तार वर्ण हो पीत वर्ण आधार चक्र है कौन पीत वर्ण है लिंग चक्र तार वर्ण है श्वेत वर्ण नाभि चक्र तार वर्ण है लोहित वर्ण हृदय चक्र तार वर्ण है सबुज वर्ण कंठ चक्र तार वर्ण है नील वर्ण ललाट चक्र तार वर्ण है घन नील वर्ण ये जो आत्मशक्ति जो ये जो वर्ण मु कहूँ ये वर्ण माने रंग नुहे ये चेतना लोकर ये हूँ गोटे गोटे रंग या कहुए कला
कला वर्ण भितर पार्थक्य या आमर जो रंग को सब देखुं आलोकर आपको आम रंग बोली कहवा कि चेतन आलोकर जो रंग ताकू कहुए कला। तेणु आधार चक्र रहा कौन पीत कला, लिंग चक्र रहा श्वेत कला, नाभि चक्र रहा लोहित कला, हृदय चक्र रहा सबुज कला एवं कंठ चक्र रहा नील कला और ललाट चक्र रहा घन नील कला।